ଯାତ୍ରା ଜଗତରେ ଅନେକ ନିର୍ଦ୍ଦେଶକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁପ୍ରସାଦ ମିଶ୍ର ସାର୍ ହେଉଛନ୍ତି ଅନ୍ୟତମ। ସେ ଗୁରୁପ୍ରସାଦ ସାର୍ଙ୍କର 25-26 ଯାତ୍ରା ଋତୁରେ ଅନେକ ନାଟକ ମଞ୍ଚସ୍ଥ ହେଉଛି। ସେଥିମଧ୍ୟରୁ କୋଣାର୍କ ଗଣନାଟ୍ୟ ଯେଉଁ ନାଟକ ବର୍ତ୍ତମାନ ମଞ୍ଚସ୍ଥ କରୁଛି 200 ରାତି କ୍ରସ୍ କରିଗଲାଣି। ନାଟ୍ୟକାର ଦୀପକ ଜେନାଙ୍କ ନାଟକ ତୁ ବୋଧେ ମୋ ଭାଗ୍ୟ ନେଉ, ଏହି ନାଟକକୁ ନିର୍ଦ୍ଦେଶନା ଦେଇଛନ୍ତି ଗୁରୁପ୍ରସାଦ ମିଶ୍ର ସାର୍। ବର୍ତ୍ତମାନ 26-27 ଯାତ୍ରା ଋତୁ ପାଇଁ ଗୁରୁପ୍ରସାଦ ସାର୍ ଯାତ୍ରାପାଟିରେ କେଉଁ ନାଟକରେ ନିର୍ଦ୍ଦେଶନା ଦେବେ। ମୋ ସହିତ ରହି ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖିଲେ ଜାଣିପାରିବେ କେଉଁ ଯାତ୍ରାପାଟିରେ କେଉଁ ନାଟକରେ ନିର୍ଦ୍ଦେଶନା ଦେବେ ଗୁରୁପ୍ରସାଦ ସାର୍। ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ଜୟ ଶ୍ରୀ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରୁଛି ରକେଶନ ଯାତ୍ରା ଗପସପ ରାଜେନ୍ଦ୍ର ଫେସବୁକ୍ ଆଇଡ଼ିରେ। ଆଜି ମୋ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇବି ଯାତ୍ରା ଜଗତରେ ଅନେକ ନିର୍ଦ୍ଦେଶକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁପ୍ରସାଦ ମିଶ୍ର ସାର୍ ହେଉଛନ୍ତି ଅନ୍ୟତମ। ସେହି ଗୁରୁପ୍ରସାଦ ସାର୍ଙ୍କର କୋଣାର୍କ ଗଣନାଟ୍ୟ 25-26 ଯାତ୍ରା ଋତୁରେ ଯେଉଁ ନାଟକ ମଞ୍ଚସ୍ଥ ହେଉଛି ବର୍ତ୍ତମାନ 200 ରାତି କ୍ରସ୍ କରିଗଲାଣି। ନାଟ୍ୟକାର ଦୀପକ ଜେନାଙ୍କ ନାଟକ ତୁ ବୋଧେ ମୋ ଭାଗ୍ୟ ନେଉ। ସେହି ଦୀପକ ଜେନାଙ୍କ ନାଟକ କୋଣାର୍କ ଗଣନାଟ୍ୟ 26-27 ଯାତ୍ରା ଋତୁରେ ନିର୍ଦ୍ଦେଶନା ଦେବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ସେହି ଗୁରୁପ୍ରସାଦ ମିଶ୍ର ସାର୍। ସେହି ନାଟ୍ୟକାର ଦୀପକ ଜେନାଙ୍କ ନାଟକ ସବୁଆଡ଼େ ଚର୍ଚ୍ଚା ଆମ କାହାଣୀ କୋଣାର୍କ ଗଣନାଟ୍ୟ 26-27 ଯାତ୍ରା ଋତୁ ପାଇଁ ଏହି ନାଟକଟି ମଞ୍ଚସ୍ଥ କରିବ। ନାଟକର ଟାଇଟଲ୍ ସଙ୍ଗ ପ୍ରସ୍ତୁତ ଚାଲୁଛି, ଟିକେ ନଜର ପକାନ୍ତୁ। କୋଣାର୍କ ଗଣନାଟ୍ୟରେ 26-27 ଯାତ୍ରା ଋତୁରେ ସବୁଆଡ଼େ ଚର୍ଚ୍ଚା ଆମ କାହାଣୀରେ ନିର୍ଦ୍ଦେଶନା ଦେବେ ଗୁରୁପ୍ରସାଦ ମିଶ୍ର ସାର୍। ନାଟକ ମଞ୍ଚସ୍ଥ ହେବ ଯେଉଁ ନାଟକକୁ ରଚନା କରିଛନ୍ତି ଦୀପକ ଜେନା। ଯାତ୍ରା ସ୍ୱର୍ଣ୍ଣମହଲ 26-27 ଯାତ୍ରା ଋତୁରେ ମଞ୍ଚସ୍ଥ ହେବ ଯେଉଁ ନାଟକକୁ ରଚନା କରିଛନ୍ତି ଦୀପକ ଜେନା। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଆମର ସେଇ ଗୁରୁପ୍ରସାଦ ମିଶ୍ର ସାର୍। ନାଟକର ନାଁ ହେଉଛି ତୋ ନାଁ ପାଖରେ ମୋ ନାଁ ଲେଖା। ଶିବାଣୀ ଗଣନାଟ୍ୟ 26-27 ଯାତ୍ରା ଋତୁ ପାଇଁ ଗୋଟେ ନାଟକ ପ୍ରସ୍ତୁତ କରୁଛି ଯେଉଁ ନାଟକରେ ଚୁକ୍ତିବଦ୍ଧ ହୋଇଛନ୍ତି ଗୁରୁପ୍ରସାଦ ମିଶ୍ର ସାର୍ ନିର୍ଦ୍ଦେଶନା ଦେବା ପାଇଁ। ନାଟକକୁ ରଚନା କରିଛନ୍ତି ନାଟ୍ୟକାର ଦୀପକ ଜେନା। ନାଟକର ନାଁ ହେଉଛି ନଈର ନାଁ ବିଲୁଆ ଖାଇ। ବର୍ତ୍ତମାନ ସୁଦ୍ଧା ଗୁରୁପ୍ରସାଦ ମିଶ୍ର ସାର୍ 3ଗୋଟି ନାଟକ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଆଗକୁ ଆଉ କେଉଁ ନାଟକରେ ନିର୍ଦ୍ଦେଶନା ଦେବେ ନିଶ୍ଚିନ୍ତ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇବି। ଯଦି ଭିଡ଼ିଓଟି ଭଲ ଲାଗିଲା ନିଶ୍ଚିନ୍ତ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସାଙ୍ଗସାଥି ସେୟାର କରନ୍ତୁ। ଯଦି ନୂଆ କରି ଆମ ଚ୍ୟାନେଲ ଭିଡ଼ିଓ ଦେଖୁଛନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ସବୁବେଳେ କହିଛି ରାଜେନ୍ଦ୍ର ଫେସବୁକ୍ ଆଇଡ଼ି ରକେଶନ ୟୁଟ୍ୟୁବ୍ ଚ୍ୟାନେଲରେ ଯାତ୍ରା ଫ୍ରେଶ୍ ଖବର ପାଇପାରିବେ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଆଉ ସୁସ୍ଥ ଥିବେ। ପୁଣି ଦେଖା ହେବ ଆଉ ଏକ ଯାତ୍ରା ଭିଡ଼ିଓରେ। ଜୟ ଶ୍ରୀ ଜଗନ୍ନାଥ।